ପିଲାମାନେ ଆଜି ଆମେ ଆମ ଚାରିପଟେ ଥିବା ବଡ଼ ସଂଖ୍ୟା ଯୋଉ ବିଷୟଟା ରହିଲା ତାର ଆମେ ଅଭ୍ୟାସ ପ୍ରଶ୍ନ ପତ୍ର ଆଲୋଚନା କରିଥିଲେ। ତ ଏହି ବିଷୟରେ ଆଉ ଯୋଉ ଅତିରିକ୍ତ ପ୍ରଶ୍ନ ଗୁଡ଼ା ଯୋଉଗୁଡ଼ା ଆମର ବିଷୟରେ ଅଛି ତ ଆଜି ଆମେ ସେଗୁଡ଼ା ଆଲୋଚନା କରିବା। ତାହେଲେ ଡେରି କରିବାନି, ଚାଲନ୍ତୁ ଜଲ୍ଦି ଆରମ୍ଭ କରିବା। ଜଲ୍ଦି ଆରମ୍ଭ କଲେ ଜଲ୍ଦି ସରିବ। ତାହେଲେ ପ୍ରଥମେ ଖେଳିବାକୁ ଯିବ। ଚାଲ ଏଠି ଦେଖ କଣ ରହିଲା। ଫାଷ୍ଟ ରହିଲା 1 ଲକ୍ଷ ପରିଚୟର ପ୍ରଶ୍ନ ଉତ୍ତର। ଏଇ 1 ଲକ୍ଷକୁ ଜଣେଇବା ପାଇଁ ଦେଖ କେତେ ଦୁନିଆ ଧନ୍ଦା କଲା। 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା 999 ଜାଣିଛ, 1 ମିଶାଇଲା ତମର 4 ମିଷ୍ଟ କ୍ଷୁଦ୍ରତମ ସଂଖ୍ୟା ହେଲା 1000। ପୁଣି 4 ମିଷ୍ଟ ବୃହତ୍ତମ ସଂଖ୍ୟା ଦେଲା 9999। ସେଥିରେ 1 ମିଶେଇକି ତମର 5 ମିଷ୍ଟ କ୍ଷୁଦ୍ରତମ ସଂଖ୍ୟା ହେଲା 10,000। ପୁଣି 5 ମିଷ୍ଟ ବୃହତ୍ତମ ସଂଖ୍ୟା ଦେଲା 99,999। ସେଥିରେ 1 ମିଶିକି ତମର ହେଲା ଲକ୍ଷେ। 1 ଲକ୍ଷକୁ ଏଟା ତମେ ତ ଜାଣିନା, ସେ କହିଛି ସେଥିଲାଗି ସିଏ କହୁଛି ଯେ ତମେ ଏଇଟାକୁ 1 ଲକ୍ଷ ବୋଲି ପଢିବ। ସେ କହିଲା ପରେ ତମେ ଜାଣିଲ, ଆଗରୁ ତମେ ଜାଣିନଥିଲା। ବହି କହୁଛି, ମୁଁ କହୁନି। ମୁଁ କହୁଛି ତମେ ସବୁ ଜାଣିଛ। ତ ତାପରେ ଆଗକୁ ଦେଖିବା ଏଇଠି ସେ କଣ କହିଛି। 99,995, 99,996। ତାପରେ ଲେଖିବ କଣ 99,997, 1 1 ବଢେଇକି 99,998, 99,999। ତାପରେ 1 ଲକ୍ଷ, 1 ଲକ୍ଷ 1, 1 ଲକ୍ଷ 2, 1 ଲକ୍ଷ 3, 1 ଲକ୍ଷ 4। ଏଟା ତ ତମ ସମୟରେ ଆସିବ। ଆଉ ଯାହାକୁ ଆସିବନି ସିଏ କଣ କରିବେ ନା, ସିଏ ଏଇଠି ଯୋଉ ରହିଲା ଏଇଟା ସବୁ ଏଥିରୁ ସବୁ ସେ ଦେଖିକି ଲେଖିବେ। ତାପରେ ନେକ୍ସଟ ଆଗକୁ ଦେଖିବା କଣ ଅଛି ତମମାନଙ୍କ ଭାଗ୍ୟରେ। ଏଠି କଣ କହିଲା, ଜଣେ କହିଲା ଯଦି ଜଣେ ଦିନକୁ 3 ପ୍ରକାର ଚାଉଳ ଖାଏ ତାହେଲେ 100 ବର୍ଷ ଜୀବନ କାଳରେ 1 ଲକ୍ଷ ପ୍ରକାର ଚାଉଳ ଖାଇପାରିବ କି ନାହିଁ? ଇଜି କ୍ୱେଶ୍ଚିନ୍। ସେ କଣ କହିଲା, ଦିନକୁ 3 ପ୍ରକାର। ତ ଦିନକୁ 3 ପ୍ରକାର ତାହେଲେ 1 ବର୍ଷ କେତେ ଦିନ? 365 ଦିନ। ସେ କହିଛି 100 ବର୍ଷ। 100 ବର୍ଷ କେତେ ଦିନ? 365ରେ 100 ଗୁଣିକି ହେଇଗଲା 36,500। ଦିନକୁ 3 ପ୍ରକାର ତାହେଲେ 36,500ରେ 3 ଗୁଣିଦେଲ, ହେଇଗଲା 1,09,500, ଯୋଉଟା କି 1 ଲକ୍ଷରୁ ଅଧିକ। ସିଏ କ୍ୱେଶ୍ଚିନ୍ କଣ କହିଥିଲା ନା 1 ଲକ୍ଷ ପ୍ରକାର ଚାଉଳ ଖାଇପାରିବ କି ନାହିଁ? ତବେ 1 ଲକ୍ଷ କଣ, 1 ଲକ୍ଷରୁ ଆହୁରି ବେଶୀ। କେତେ ବେଶୀ? 9,500 ବେଶୀ ପ୍ରକାର ଚାଉଳ ଅଧିକ ତମେ ଖାଇଦେଲ, ଆଉ ସିଏ ତମର କିଛି ଉଖାଡ଼ି ପାରିଲାନି। ନେକ୍ସଟ ତାପରେ ଆଗକୁ କଣ କହିଲା, କହିଲା y ପାଇଁ ଗୋଟେ ସଂଖ୍ୟା ନିଅ। y ବର୍ଷ ଦିନ ଗୁଡ଼ିକ 1 ଲକ୍ଷର କେତେ ନିକଟତର? ସିଏ ନେଲା y 270। 270 ନେଲା ବୋଲି ଆମର ହେଲା 365 270 କେତେ ହେଲା 98,550, ଯୋଉଟା କି ଆମର 1 ଲକ୍ଷର 1450। ତମେ ନବ ନା ମୋର y ମୁଁ ନେବି ମୋର 100, ମୋର ହିସାବ କରିବାକୁ ସୁବିଧା। 365 ଗୁଣିଦେଲ, ହେଇଗଲା କେତେ ତମର 36,500। 36,500 କେତେ ନିକଟତର ହେଲା? ବହୁତ ନିକଟତର ତ ନୁହେଁ, ଏଟା ପୁରା ଦୂର ଦୂର। ଫେଡି ଦେଲେ ଆଧରୁ କେତେ 36,500। ଫେଡି ଦେଲେ କେତେ ହେଇଗଲା ତମର 0 0। 10 5 ଗଲା 5, 9 6 ଗଲା 3, ତାପରେ 9 3 ଗଲା 6, 63,900। ଏଟା କାଇଁ ତାହେଲେ 190 ନହେଲେ 300 ନିଅ। 300 ନେଲେ ତମ ପାଇଁ ଠିକ ହବ। 300 ଗୁଣନ କେତେ 365। ଗୁଣିଦବ 3 5 15, 5 ନେଲା 1, 318 କୁ 19 ରୁ 9 ରଖିଲା 1, 3 3 9 1 10। ଆଉ 2ଟା ଶୂନ ଦେଇଦେଲ 300 ପାଇଁ ହେଲା କେତେ 9,500 ନିକଟତର। ମାନେ ଲକ୍ଷେ ଠାରୁ 9,500 ଟିକେ ଅଧିକ ହେଲା। ସେ ଅଧିକ ହଉ ବା କମ ହଉ, ନିକଟତର ଉପରେ ଆମର କାମ ଅଛି। ଯେମିତି କି ଯଦି ମୁଁ ଲେଖିବି ମନେକର 99,998, ସେ ଲକ୍ଷେ ଠାରୁ ନିକଟତର 2। 1 ଲକ୍ଷ 1 ଲେଖିଲି, ଏ ଲକ୍ଷର ନିକଟତର 1। ବୁଝିଲ? ନେକ୍ସଟ ତାପରେ ଆଗକୁ ଯିବା। ନେକ୍ସଟ କଣ ଦେଲା ସିଏ, କହିଲା 2011 ଜନଗଣନା ସହରରେ କଣ କହୁଛି ସିଏ ନା ସେତେବେଳେ ଥିଲା 86,651। ଏବେ ଏଟା 1 ଲକ୍ଷରୁ କେତେ କମ, ସେଟା ଆମର ଫେଡାଣ ତମେ କରିବ। କେତେ ଫେଡିବ ଏଠି ଦେଖ, 1 ଲକ୍ଷ 83,051 ଫେଡିଦେଲେ ହେଇଗଲା କେତେ 16,349। ବୁଝିଲ? ନେକ୍ସଟ ଆଗକୁ ଯିବା। ନେକ୍ସଟ ସିଏ କହିଛି, ସିଏ କହିଲା ଆମର କଣ 2024 ମସିହାରେ ବରଗଡ଼ 1,04,000। ତା ଲକ୍ଷରୁ କେତେ ବେଶୀ? 1,04,000 ଲକ୍ଷ ବେଶୀ ହେଇଗଲା କେତେ 4,000। ତାପରେ ନେକ୍ସଟ କ୍ୱେଶ୍ଚିନ୍ ସେ ଏହା କହିଲା କି 2011 ଠାରୁ 2024 ପର୍ଯ୍ୟନ୍ତ ବରଗଡ଼ ସହର ଜନସଂଖ୍ୟା କେତେ ବୃଦ୍ଧି ପାଇଲା? 2024 1,04,000, 2011 ସେ କହୁଛି କେତେ 75,000 କହୁଛି। କଣ 75,000 କି? ଭୁଲ କହୁଛି, କାହିଁକିନା ଆମର କ୍ୱେଶ୍ଚିନ୍ ଅଛି ଏଠି କେତେ ଦେଇଛି
क्वेश्चन तमर एठी देछि केते 83,651 दे ताले हम सेईटा देखि हिसाब करिया 83,651 ताले लिखिया कोन 1 10 100 1000 100 लक्ष लक्ष 4000 हे गला 83,651 या ना रे देखिलो 10 ରୁ 1 गला 9 9 ରୁ 5 गला 4 9 ରୁ 6 गला 3 3 3 3 गला 0 10 ରୁ 8 गला 2 20,349 आमर 16,349 लक्ष 4,000 कम आउ 4,000 एक्सट्रा बढ़ीगल हेगला केते 20,300 तो केते बुद्धि पाइछे 31,000 हबनी तुम लिखो केते 20,349 हैला नेक्स्ट तापर आगु को आगु एठी से तमर दे देला एठी कोन याकु नेकी तमे एक क्वेश्चन देला आपने नेकी आंसर करिवो स्टैच्यू ऑफ यूनिट रो उच्चता लक्ष मीटर आम राज्यर खंडधर जलप्रपात देला 244 मीटर तापर आमर देला कोन सोमु कथा देला सोमुर गोटे घर उच्चता केते 4 मीटर ता घरटा हैला 10 महला विशिष्ट 10 महला पय ता एठी देछि केते 40 मीटर एतिकी डाटा देला आपको नेकी क्वेश्चन करिवो कोन देइ जेठी देखो ना स्टैच्यू ऑफ यूनिट रो उच्चता सोमुर 10 महला उच्चता थारो कोटा अधिक इजी कथा ना सोमुर हैला 40 स्टैच्यू ऑफ यूनिट 180 ताले स्टैच्यू ऑफ यूनिट अधिक केते अधिक ना 180 हम फेडी दबा ए जो केते 140 मीटर अधिक नेक्स्ट तापर को जिबा देला कोन खंडधार जलप्रपात सोमुर घर उच्चता ठारू केते अधिक खंडधार जलप्रपात केते ता देइथिला 244 सोमु घर 40 फेडी देले हैला बार केते 240 मीटर नेक्स्ट आगु से तुम फेड़न ए शिखो सप्तम पढ़लणी फेड़न शिखो तुम से कौन कहला एबे इम्प्रूव करण शिखेला सोमुर घर केते महला हेले खंड जलप्रपात उच्चता रिकॉर्ड कर हबो सोमुर हैला 4 खंडधर जलप्रपात 244 ताले हरि देले केते हेला 424 4 के 61 मीटर ताले सोमुर घर रो उच्चता एटा भूल कले 61 मीटर हबनी 61 रो कहूची 61 महला केते महला हेले 61 महला 61 मीटर हेले केमित थबा 244 मीटर हेलानी पुनी भूल कोन करबी आकु मु तापर रहिला कोन 1 लाख गोटे बड़ संख्या हबो कि नै बड़ हबो सान हबो डिपेंड करे तमे गोटे फील्ड को जाइछो फील्ड रो कैपेसिटी अछि लक्ष सॉरी 80,000 सेठू खेंजा खेंजी हे कि 1 लाख जिबे हला तो से 1 लाख रो कैपेसिटी अधिक रहबो किंतु भारत रे हमर रहिला 150 कोटी लोक रहिले किंतु भारत भलिया बड़ जगह रे जदी मु कहबी टोटल रहिबे 1 लाख लोक ताले ई जगह 1 लाखटा कम हबो तो सिचुएशन को देखि डिपेंड करे 1 लाखटा बड़ हबो ना सान हबो बुझिलो ना बुझिला बुझरे न बुझिले भी हां मार हां तो बड़ संख्या को सहज रे पढ़िया पई आमे कम व्यवहार करू हमर को भारत रे कोन 1000 घरे कमा दो भारत रे एठी देबो कोन 1000 घरे कमा दबा तापरे लक्ष घरे कमा दबा तापरे कोटी घरे कमा दे एई तीनटा हमर भारत घरे दियंती कि तुम तो लक्ष जाय अछि 1000 घरे लक्ष घरे दउतबो आ कोटी घरे देखिया परे हैला से कोन कहला एठी देला 1000 घरे कमा देला लक्ष घरे कमा देला के 12,78,830 लेखा 12,78,830 15 लक्ष 75,000 अछि तारे से को नै कोन कहला ना तुमको संख्या पढ़िया लिखिया पई से कहला एठी तमर कोन अछि 3 लक्ष लक्ष घरे 3 3 लक्ष 600 रहिला लक्ष घरे 5 5 लक्ष 1000 घरे 4 4,000 तापर 85 लक्ष घरे 27 27 लक्ष 1000 घरे 30 30 रे गला लक्ष घरे 70 70 लक्ष 1000 घरे 53 53,000 138 सरी गला एटा तापरे हम संख्या रो अक्षर को लिखला एबे तमे कोन करबो ना अक्षर रो संख्या को लिखिबो एई रहला कोन देछि 1 लक्ष त लक्ष घरे 1 रहिला 23,000 त 1000 घरे 23 रहिला 456 हे 100 घरे 4 या 56 तापरे कोन कहला 4 लक्ष लक्ष घरे 4 7,000 1000 घरे 7 704 700 घरे 7 4 7,000 रहिला
ନେକ୍ସଟ 50 ଲକ୍ଷ, ଲକ୍ଷ ଘରେ 50, 5,000, ହଜାର ଘରେ 5, 50, 5 ଶୂନ 50, 100 ଘରେ କିଛି ନାହିଁ ବୋଲି ଶୂନ ରହିଲା। ଏମିତି ତମକୁ ବୁଝିବାକୁ ପଡୁଛି, କଣ କରିବା, ଭୁଲ ତ ମିଳୁନି ଆଉ। 10,235,000, ଲକ୍ଷ ଘରେ 10, 235 ହେଇଗଲା ତମର 10,235,000। ନେକ୍ସଟ ତାପରେ ଏଠି ତମର କଣ କହିଲା, ଦେଖ ଦଶକର ରାଜ୍ୟ, ଦେଖ ଦଶକର ରାଜ୍ୟ ରହିଲା ହେଡିଙ୍ଗ, ତା ଦେହରେ କଣ ରହିଲା ଦେଖିଆ। ତାପରେ କରିବା, ସିଏ କଣ କହିଲା, ଚିନ୍ତାଶୀଳ ହଜାର, ମାନେ ହଜାର ଯିଏ ସେ ବହୁତ ଚିନ୍ତା କରୁଛି। ପ୍ଲସ୍ 1000 ବଟମ ତମର ଏଠି ଅଛି, ପ୍ଲସ୍ 1000 ବଟମ, ତାକୁ ନେଇକି ତମେ କାମ କରିବ, ବୁଝିଲ। 3,000, 3,000 ମାନେ 1000 3 ଥର, 10,000 ମାନେ 1000 10 ଥର, 53,000 ମାନେ 1000 53 ଥର, 90,000 1000 ଏଠି କେତେ ଥର, 90 ଥର, 1,00,000 1000 100 ଥର, 153 ଥର ଏଠି ହେଇଗଲା, ମାନେ 153ରେ ଆଉ 3ଟା ଶୂନ ବସେଇଦବ, ହେଇଗଲା ଡନ୍, କାମ ଖତମ, ପଇସା ହଜମ। ବୁଝିଲ ନା ବୁଝିଲନି? ହଁ ମୁଁ ବୁଝିଥିବ। ନେକ୍ସଟ ତାପରେ ଦେଖିବା କଣ ଦେଲା, ଦେଖ ସବୁ ଦେଇଛି, ଯାହା କହିଲି 3,000 3 ଥର, 10 10 55 90,000 90,000 ସ୍ପିଡ ସ୍ପିଡ କହିଦିଏ, କହିଛି ତ ଆଉ ଥରେ କାହିଁକି ଗଲା, ଦେଖିଦିଅ ଆନ୍ସର ସବୁ ହେଲା। ତାପରେ ଦେଲା କଣ, ଆଉ ଗୋଟେ କ୍ୱେଶ୍ଚିନ୍ ଛାଡିଛି, ସେଇଠି କହିଛି କଣ ନା 1,00,000, କ୍ୱେଶ୍ଚିନ୍ କଣ ଦେଖିବା କଣ କହିଛି ଏଠି, 1,00,000 ହେବାକୁ କେତେ ହଜାର ଦରକାର କହିଛି। ହେଇ ଏଟା ଆଉ ଥରେ 2 ଥର ସେ ପଚାରେ, ଏଠି ଦେଖ 1,00,000 କେତେ ଥର, ସେ ଏକା କଥା ହେଲା। କହିଛି କଣ 1,00,000 କେତେ ଥର, କେତେ ଦରକାର 100,000 ହେଲା। ସେ କ୍ୱେଶ୍ଚିନ୍ କଣ ପଚାରିଲା ଏଠି, 1,00,000 ପାଇଁ କେତେ ହଜାର ଦରକାର, ଯଦି ପଚାରିଲା କେତେ ହଜାର, ତାଙ୍କ 1000 ଧରିଲେ, ଯଦି 100 ମିଳିଲା ହେଲା ଆନ୍ସର 100, ଯଦି ପଚାରିଥାନ୍ତା କେତେ ଶହ, ଆମେ 100 କରିଥାନ୍ତେ। ଏ କ୍ରାନ୍ତିକାରୀ ଦଶ, ଚିନ୍ତାଶୀଳ ନା ଗୁଡାକ ପୁରା ଖତରନାକ ନା। ନା ଏଠି ଦେଖ ତମର କଣ ଦେଇଛି, କଣ ଦେଲା ଏଠି କଣ, ଚିନ୍ତାଶୀଳ ହଜାର, ହଜାର ବହୁତ ଚିନ୍ତା କରୁଛି। ତାପରେ ରହିଲା କଣ, କ୍ରାନ୍ତିକାରୀ ଦଶକ, ଦଶକ କ୍ରାନ୍ତି କରିବ, ଆମର ଆନ୍ଦୋଳନ ଫାନ୍ଦୋଳନ ଦଶକ। କଣ ହେଲା 550 ଥର, ହେଇ ଲେଖା ହେଲା 500, ଗୋଟେ ଶୂନ କାଟିଦେଲେ ରହିଲା କେତେ 50, ସେଇ ଭଳିଆ କରିବା, କାହିଁକି ନା ଗୋଟେ ଶୂନ କାହିଁ କାଟିଲେ, କାହିଁକିନା 10ରେ ଗୋଟେ ଶୂନ। ନେକ୍ସଟ 780, 780 ରହିଲା, ଗୋଟେ ଶୂନ କାଟିଦବ, ରହିଲା କେତେ 78, ସେଇ ଭଳିଆ। ନେକ୍ସଟ ତାପରେ ଦେଖ 1000, 1000 ହେଲେ 10 କେତେ ଥର, 100 ଥର ଟପିବା, 100 ଥର, 3,700, 10 କେତେ ଥର ଟିପିବା 370 ଥର, 10,000, 10 କେତେ ଥର ଟିପିବା 1000 ଥର, ଲକ୍ଷେ ପାଇବା ପାଇଁ ଦେଖ ଏଠି, ଲକ୍ଷେ ବା 1,00,000 ପାଇବା ପାଇଁ 10 କେତେ ଥର ଟିପିବା ନା 10,000, 453 ଥର ଦବିବା, 453 ଗୁଣନ 10 ହେଇଯିବ ତମର କେତେ ନା 4,000। ଏଇଠି ଭୁଲ କଲା, ପୁଣି ଗୋଟେ ଭୁଲ, ଏଠି କେତେ ହବ 4,530, 400 350 ଟିକେ ଟିକେ ଭୁଲ କରୁଛି, ମୁଁ ଚେକ୍ କରିବି ସବୁ, ଆଉ ଥରେ କରେକ୍ଟ କରାହବ, ଏଟା ଛାଡିବି ତାଙ୍କୁ, କମ୍ପ୍ଲେନ କରାହବ। ଗଲା ଏଠି କ୍ୱେଶ୍ଚିନ୍ କଣ କହିଲା, ଚିନ୍ତାଶୀଳ ଥିଲା ଉପଯୋଗୀ ଶତକ, ଉପଯୋଗୀ ଶତକ କାଲକୁଲେଟର, ଉପଯୋଗୀ ଶତକ, ସେଠି ନା ଚେଞ୍ଜ ହଉଛି, କ୍ରାନ୍ତିକାରୀ ଦଶକ, ଉପଯୋଗୀ ଶତକ। ସେ କଣ କହିଲା ଏଠି ନା ଏହାକୁ କେତେ ଥର ଦବାଇଲେ ସଂଖ୍ୟା ପାଇବା, ତାହେଲେ ଦେଖିବା କେତେ ଥର ଦବେଇବା, 3700, 37 ଥର ଦବେଇବା, 100 ଖାଲି ଦିଟା ଶୂନ କାଢିଦବା, 10,000 100 ଥର, 53,000 ତମର ରହିଲା, ଦିଟା ଶୂନ କାଟିଦେଲେ ରହିଲା କେତେ 530। ନେକ୍ସଟ ତାପରେ 90,000, 90,000 ସେ ଦିଟା ଶୂନ କାଟିଦବା, ରହିଲା କେତେ ତମର 900। ତାପରେ 97,000 ଦିଟା ଶୂନ କାଟିଦେଲେ ରହିଲା କେତେ ତମର 970। ତାପରେ ଲକ୍ଷେ ଦିଟା ଶୂନ କାଟିଦେଲେ ରହିଲା ତମର 1,000 ହେଲା। ନେକ୍ସଟ ଏଟା ସବୁ ବୁଝିଲ, ବୁଝି ସାରିବ, ଆହୁରି ଅଛି ଯେ ସରିନି, 582 ଥର, ତାହେଲେ 582ରେ 100 ଗୁଣିବା, ତାହେଲେ କେତେ ହଉଛି 5 8 2 0 0, ବୁଝିଲ, ବୁଝିଥିବ ହଁ। ତାପରେ 10,000 ଆଉ କେତେ ଶହ ଦରକାର, 10,000 ଲେଖିବ ଏଠି, ଏଇ
10,000 ଶହ ପାଇଁ କଣ କରିବ ଏଠି ଦିଟା ଶୂନ କାଟିଦେଲ, ରହିଲା କେତେ ଆମର 100 ରହିଲା। ହେଲା ନେକ୍ସଟ 1,00,000, 1, 10, 100, 1000, ଅୟୁତ ଲକ୍ଷ, 1,00,000 କେତେ 100, 100 ପାଇଁ ଦିଟା ଶୂନ ପୁଣି କାଢିଦେଲେ ରହିଲା କେତେ 1ରେ 3ଟା ଶୂନ ମାନେ ତ ରହିଲା କଣ 1000 ରହିଲା। ବୁଝିଲା ନେକ୍ସଟ ଖାଲି ନେକ୍ସଟ ନେକ୍ସଟ ହଉଛି କାମ କିଛି ନାହିଁ। ହେଲେ ଉପଯୋଗୀ ଶତକ କହିଲା, ଉପଯୋଗୀ ଶତକ କଣ କହୁଛି ସେଠାରେ କି ସଂଖ୍ୟା ଯାହା କ୍ରାନ୍ତିକାରୀ ଦଶକ ଚିନ୍ତାଶୀଳ ହଜାର ଦେଖେଇ ପାରିବେ ନାହିଁ କିନ୍ତୁ ମୁଁ ଦେଖେଇ ପାରିବି। ହଁ ତୁ ଭାବି ତାଠୁ ଅଛି ତାକୁ ଦେଖେଇ ପାରିବି। ଆରେ ଯୋଉ ତୋର 100 ଯାହା ବି ରହିଲା ସେ 500, 600, 1000 ଯାହା ବି ରହୁ 10 ସବୁ କରିପାରିବେ। ଯେମିତି 500 ପାଇଁ 50 ଥର 10 ହେଇଗଲେ ହେଇଗଲା କାମ। ହେଲା ତାପରେ ଏଠି 1000 କହିଲେ 1000 ପାଇଁ ଗୋଟେ ଶୂନ କାଢିଦେଲେ 100 ଥର ହେଇଲେ କାମ ହେଇଯିବ। 60, 600କୁ 60 ଥର 10 ମାରିଲେ ହେଇଗଲା। ମାନେ 100 ଯାହା ବି ମାରୁ ଚିନ୍ତା 100 ଯାହା ବି ମାରୁ କ୍ରାନ୍ତିକାରୀ ତ ଯେହେତୁ ଦଶକ ଗୋଟେ କ୍ରାନ୍ତିକାରୀ ଦଶକ ସବୁ ଜିନିଷ କରି ଦବ। କିନ୍ତୁ ଚିନ୍ତାଶୀଳ 1000 କରିପାରିବନି, ଚିନ୍ତା କରି କରି ଥକିବ ସିଏ କରିପାରିବ ନାହିଁ। କାରଣ ମନେକର ମୁଁ କହିଲି 500, 500 1000 କେମିତି ଦେଖିବ ନାହିଁ, 500 ଅଧିକା ହେଇଗଲା ସେ ଛାଡ ମୁଁ କରିବି 7,300। ହଁ 1000, 7,000 ଟା ଦେଖେଇଦେବ କିନ୍ତୁ ଏଇ ଜିନିଷ ଟା କୁଆଡୁ ଆଣିବ ସିଏ କରିପାରିବନି। ସେଥିଲାଗି ଆମେ କଣ ଜାଣିଲେ ନା ଉପଯୋଗୀ ଶତକ ଯାହା ଯାହା ସବୁ କରିବ ସବୁ କ୍ରାନ୍ତିକାରୀ ଦଶକ ସବୁ ଯାକ କରିଦବ କିନ୍ତୁ ଚିନ୍ତାଶୀଳ 1000 ସିଏ ଇଏ ସବୁ କରିଦବ, ଚିନ୍ତାଶୀଳ 1000 କରିପାରିବ ନାହିଁ। ନେକ୍ସଟ ତାପରେ ଆଗକୁ ଏ ସବୁ ସଇଲା, ସବୁ କଭର କରିଦେଇଛି। ମୁଁ ଆଉ ଥରେ ଟିକେ ଟିକେ ଦେଖେଇ ଦଉଛି, ଯାହାକୁ ଦେଖିକି କରିବା କଥା ଟିକେ ଟିକେ ପଜ କରିକି ଦେଖିକି କରି ଦବ। ବୁଝିଲ ନା ବୁଝିଲ ନୁହଁ ବୁଝମ। ହଉ ତାପରେ ନେକ୍ସଟ କ୍ରିଏଟିଭ କିଛି ବିଭିନ୍ନ ପ୍ରକାର କାଲକୁଲେଟର ବିଭିନ୍ନ ପ୍ରକାର ବଟନ ସବୁ ରହିଲା। କିଛି କଣ କହିଲା ଏଠି କି ଆମେ 321 କେମିତି ଦେଖିବା ବିଭିନ୍ନ ପ୍ରକାର ପ୍ରଣାଳୀରେ ସେ ଦେଖେଇଲା। ପ୍ରଥମ ପ୍ରଣାଳୀ କଣ କଲା 10 କୁ 32 ଥର ଟିପି ଦେଲା, 32 10 ହେଇଗଲା 320, ଆଉ ଗୋଟେ 1 ଟିପି ଦେଲା ଗୋଟେ ବଟନ ହେଇଗଲା 321। ନେକ୍ସଟ ଦ୍ୱିତୀୟ ପ୍ରଣାଳୀ କଣ କଲା 100 କୁ 2 ଥର ଦବେଇଲା 200, 200 ହେଇଗଲା, 10 କୁ 12 ଥର ଦବେଇଲା 120 ହେଇଗଲା 320, ତାପରେ 1 ଥର 320 ଇଏ ହେଲା। ଆହୁରି ମଧ୍ୟ ହେଇପାରିବ 100 କୁ ମୁଁ 3 ଥର ଟିପିଦେବି ହେଇଯିବ 300, 10 କୁ 2 ଥର ହେଇଯିବ 20, 1 ଥର ହେଇଯିବ 321, ଏମିତି ବି ହେଇପାରିବ। ନେକ୍ସଟ 5,072 ସିଏ ତାର ଦିଟା ପ୍ରମାଣ ଦେଖେଇଲା। ହେଲା ଏଇ ଯୋଉ ଦେଖେଇଲା ଏଇଟା ଆମେ କଣ କରିବା ନା 50, 100, 5,000 ହେଲା, ଆଉ 72 ଗୁଣନ 1 72 ହେଲା। ଏଟା କିଛି ଦରକାର ନାହିଁ, ଏଟା ଏକ୍ସଟ୍ରା ପକେଇ ଦେଇଛି। 3,000, 20 ଗୁଣନ 100 2,000, 5,000 72, ଏଟା ପୁରା ଠିକ। ନେକ୍ସଟ ତାପରେ କଣ ଅଛି ଦେଖିବା। ତାପରେ ରହିଲା ନିଜେ କରିଦେଇକି ଏଟା ଯେମିତି ବୁଝେଇଲି 8,300 କୁ ସବୁ ଦିଦିର ଉପରେ 8 କୁ ହେଇଗଲା ତମର 1000 ଥର ହେଇଗଲା 8,000। ହେଲା ତାପରେ 3 ଗୁଣନ 100 ହେଇଗଲା 300, ତମର ହେଇଗଲା କେତେ 8,300। ନେକ୍ସଟ ତାପରେ ରହିଲା ତମର 40,629। ଏଠି ଦେଖ 1000 ଗୁଣନ 40, 40,000 ହେଇଗଲା, 100 ଗୁଣନ 100, 600 ହେଇଗଲା, 2 ଗୁଣନ 10 20 ହେଇଗଲା, 9 ହେଇଗଲା 29। ଏଟା ଛାଡିଲ। ତାପରେ ନେକ୍ସଟ 40,629 ଟାକୁ ସେ କଣ କଲା 40,600 ପ୍ଲସ 20 ପ୍ଲସ 9, 40,600 ଡାଇରେକ୍ଟ କେମିତି ଗଲା ନା ତମର ଏଠି 406 କୁ 100 ଗୁଣ ଦେଲେ 40,600, 2 କୁ 2 ଥର 10 କୁ 2 ଥର ଗୁଣ ଦେଲେ ହେଇଗଲା 20, 1 କୁ 9 ଥର ହେଇଗଲା 40,629। ନେକ୍ସଟ ତାପରେ କଣ କହିଲା ଏଠି ନା 56,354। ଆକୁ କଣ କରିବା ଦେଖ ସେ କଣ କରୁଛି। ମୁଁ କିଛି କରୁନି, ସବୁ ସିଏ କରିବ। ଯେ 56 କୁ ମାନେ 1000 କୁ 56 ଥର ମାରିଦେଲା ହେଇଗଲା 56,000, 100 କୁ 3 ଥର ହେଇଗଲା 300, 10 କୁ 5 ଥର ହେଇଗଲା 50। ହେଲା ଆଉ 54 50 ପ୍ଲସ 4 1 କୁ 4 ଥର ହେଇଗଲା 54। ହେଇଗଲା ଆନ୍ସର କେତେ ନା 56,354। ନେକ୍ସଟ କଣ କଲା ଆଉ ଟିକେ ମୁଣ୍ଡ ଖର୍ଚ୍ଚ
ନା ମୁଁ କାହିଁକି 1000 ବହୁତ ଥର ମାରିବି, ମୋର 10,000 5 ଥର ମାରିଦେଲେ ହେଇଗଲା 50,000। 1000 ତାପରେ 6 ଧର 56,000, 100 3 ଥର 300, 10 5 ଥର 1 4 ଥର ଇଏ ବି ତମର ହେଇଯିବ। ତାପରେ 66,000, 666 ଏଟା କଣ କରିବ ନା ଫାଷ୍ଟ 10,000 6 ଥର, 1,000 6 ଥର, ଯେମିତି ଆମର କଣ ବିସ୍ତାରିତ କରିଛି। ତାପରେ 100 6 ଥର, 10 6 ଥର, ଏଗୁଡ଼ା ହେଇଗଲା ଟିକେ। ଦ୍ୱିତୀୟ ଉପାୟ 10,000 6 ଥର ଆଉ 1000 ମାରିଲନି ଏକାଥରେ। ଏଇ ଯୋଉ 66 ଶହ ପାଇଁ ଏକାଥରେ 66 100 ଗୁଣିଦେଲେ, ତାପରେ 66 ରେ ଇଏ ବି ତାଙ୍କର ଗୋଟେ ହେଇଗଲା। ମାନେ ମୋର ଦୁଶ୍ମନୀ ଅଛି 10,000 ଆଉ ସରି ମୋ ଦୁଶ୍ମନୀ ଅଛି 1000 ଆଉ 10 ସାଙ୍ଗରେ ଚିନ୍ତାଶୀଳ 1000 କ୍ରାନ୍ତିକ ଦର୍ଶକ, ମୋର ସେ ଦରକାର ନାହିଁ। ମୁଁ ତାଙ୍କୁ ଛକେଇ ମାରିଦେବି, ତାଙ୍କ ସାଙ୍ଗରେ ମୋ ସାଙ୍ଗ ହେବିନି, ମୁଁ ମାରିବି ନାହିଁ, ସଇଲା। ତାପରେ ଏଠି କଣ ଦେଲା 3,67,000, ତାହେଲେ 3 ଗୁଣନ ଲକ୍ଷେ, 6 ଗୁଣନ 10,000, 7 ଗୁଣନ 1000, 100 ଘରେ 8, 8 ଗୁଣନ 100, 10 ଗୁଣନ 1 ମାନେ 10 କୁ ଥରେ, 1 ଗୁଣନ 3 ମାନେ 1 କୁ 3 ଥର, ସଇଲା 3,67,817। ତାପରେ ସେକେଣ୍ଡ ଉପାୟ କଣ ନା 10,000 କୁ 36 ଥର ମାର, 100 କୁ 78 ଥର ମାର, 10 କୁ ଥରେ, 1 କୁ 3 ଥର ହେଇଗଲା, ଏଟା ବି ସେ ହବ। ତ ଏଇ ସବୁ ଜିନିଷ ସବୁ ରହିଲା। ଆଗକୁ ନେକ୍ସଟ ଏଠି କଣ କହିଲା, ତୁମକୁ ଠିକ 30 ଥର ବଟନ ଦବିବାକୁ ପଡିବ, ତୁମେ କେଉଁ 3 ଅକ୍ଷର ବୃହତ୍ତମ ସଂଖ୍ୟା ତିଆରି କରି ପାରିବ। ଏଠି କଣ କହିଲା 30 ଥର ଦବିବା ପାଇଁ ହେଲେ ଫାଷ୍ଟ ସିଏ 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା, ତେଣୁ ଫାଷ୍ଟ 100 କୁ ସିଏ 9 ଥର ମାରିଦେଲା। 109 ଥର 900, ତାପରେ 10 8 ଥର ହେଲା, 9 8 17, ତାପରେ ଇଏ 1 13 ଥର ହେଇଗଲା କେତେ 993, ପୁରା ପାଖାପାଖି ଆପ୍ରୋକ୍ସ। ପୁନଶ୍ଚ ଆମେ କଣ କରିପାରିବା, 10 କୁ 9 ଥର, 10 କୁ 8 ଥର, 22 କୁ 1 କୁ 22 ଥର ହେଲେ ସେଟା 102 ଥର, 102 ଥର ହେଲା। ପୁନଶ୍ଚ ସମୁଦାୟ ବଟନ ଦବେଇଲେ ଆମର 22 8 30 ଥର ହେଇଗଲା, କିନ୍ତୁ ଆମର ମିଳିଲା କେତେ 102। ତ ଆମେ ଗୋଟେ ସାନ ସଂଖ୍ୟା ପାଇବାକୁ ହେଲେ ଏମିତି ହବ, ଆଉ ସବୁଠୁ ବଡ ସଂଖ୍ୟା ପାଇବାକୁ ହେଲେ ଆମର ଏମିତି ହବ। ବୁଝିପାଇଲ ନା ବୁଝିପାଇଲନି ହେଲା। ତାପରେ କଣ କହିଲା ଏଠି ନା 25 ଥର ବଟନ ଦବେଇକି ତମର 997 ସଂଖ୍ୟା ଟା ପାଇପାରିବା ନା ନାହିଁ। ଦେଖିବା ନେକ୍ସଟ ଥର କଣ କହିଛି। ଏଠି ଆମର କଣ 25 ଥର, ଶୀର୍ଷ କହିଲା 100 ଗୁଣନ 8 800, 19 ଗୁଣନ 10 7 ଗୁଣନ 1 ମାନେ 997 ଆମର କେତେ ଥର ହେଲା 34 ଥର ଦବେଇକି ଆମେ ପାଇଲେ। ନେକ୍ସଟ ତାପରେ ରହିଲା କଣ, ଏଠି ଆମର ଯୋଉ ସଂଖ୍ୟା ଗୁଡା ରହିଲା କଣ 5,072, 8,300, ଯଥା ଅଳ୍ପ ଥର କେମିତି ମାରିବା। 5 କୁ ମାନେ 1000 କୁ 5 ଥର ମାରିଦେଲେ, 10 7 ଥର, 1 କୁ 2 ଥର ହେଇଗଲା 5,012, ଟୋଟାଲ ଆମର 14 ଥର ହେଲା। ସେତେବେଳେ ଆମର ମନ ଇଚ୍ଛା ବହୁତ ଥର ମାରୁଥିଲେ। ଏଠି 8,300, 1000 କୁ 8 ଥର, 100 କୁ 3 ଥର, 11 ଥର ଟିକେ କାମ ହେଇଗଲା। ନେକ୍ସଟ ତାପରେ 23 ଥର ଠାରୁ କମ ବଟନ ଦବେଇକି ଆମେ 5,072 ପାଇବାର ଅନ୍ୟ କିଛି ଉପାୟ ଅଛି କି? ହଁ ହେଇପାରିବ, କିନ୍ତୁ 1000 କୁ ତ ଆହୁରି କମ ହେଇଯିବ। 23 ଥର ଠାରୁ କମ ହେଲେ 1000 କୁ 5 ଥର 5,000, ତାପରେ 72 ହେଲେ 1000 କୁ 5 ଥର ହେଲେ 5,000, 70 ମାନେ 10 କୁ 7 ଥର ହେଲା। ତାପରେ 2 1 କୁ 2 ଥର, 14 ଥରରେ ହେଇ ଇଏ କଣ କଲା ଦେଖିବା ଏଠି 1000 4 ଥର, ତାପରେ 100 10 ଥର, 10 7 ଥର, 2 1 ଥର, ଏଟା ମିଶିକି ହେଲା 23 ଥର। ଏମିତି ବି ହଉଛି ହେଲା। 1000 4 ଥର 4,000, ଇଏ 4 10 4 14, 14 23 23 ଥର 5,072 ହଉଛି 4,000 5,072। ନେକ୍ସଟ ହେଲା। ତାପରେ ଏଠି ତ ତମ ଏଇ କଥାଟା ତମକୁ ମୁଁ କହୁଥିଲି 14 ଥର କଥା ହେଲା। ତ ଆଜି ପାଇଁ ଏତିକି ଥାଉ। ତ ନେକ୍ସଟ ଭିଡିଓରେ ଏଇ ଯୋଉ ପେଜ ଯୋଉଟା ମୁଁ ଛାଡିଲି ଏଠି କେତେ ପେଜ 10 ପେଜରୁ ଆରମ୍ଭ କରିବା, ମନେ ପକେଇଦବ। ତ ଏଇଟା ଆମେ ଆରମ୍ଭ କରିବା। ତ ଧନ୍ୟବାଦ ଧୈର୍ଯ୍ୟର ସହକାର ଭିଡିଓ ଦେଖିଥିବାରୁ। ତ ମୁଁ ଆଶା କରୁଛି ସବସ୍କ୍ରାଇବ କରିବେ, ଲାଇକ୍ କରିବେ, ଯାହାଫଳରେ ମୁଁ ଟିକେ ମୋଟିଭେଟ ହେବି ଆଉ ଅଧିକ ତମକୁ ଭିଡିଓ ତମ ପାଇଁ ବନେଇବା ପାଇଁ। ଧନ୍ୟବାଦ।